ନମସ୍କାର ସାଙ୍ଗମାନେ ଅଗସ୍ତ୍ୟ ବହୁତ ବଡ଼ ବୋମାମାଡ଼ ସିନେମା ଯାଉଛି। ହଁ ସାଙ୍ଗମାନେ ଯେତେବେଳେ କି ଲକି ଅଗସ୍ତ୍ୟ ପରିବାରର ସମସ୍ତେ ଚିକି ରାମ ଜେଜେବାପା ଜେଜେମା ଥିବେ ଗୋଟେ ନିରୋଳା ରାସ୍ତାରେ। ତ ଏଇ ସମୟରେ ଏପଟେ ରୋହିତ ଯେତେବେଳେ ଚିତ୍କାର କରି କହୁଥିବ କି ପ୍ଲିଜ୍ ଲକି ପ୍ଲିଜ୍ ମୋତେ ବିଶ୍ୱାସ କର, ମୁଁ ଦିଦିକୁ ମାରିବାକୁ ଯାଇନଥିଲି, ବରଂ ମୁଁ ବଞ୍ଚାଇବାକୁ ଯାଇଥିଲି। ପ୍ଲିଜ୍ ମୋତେ ଟ୍ରଷ୍ଟ ମି, ଦ୍ୟାଟ୍ସ ଫାଇନାଲ୍। ଲକି ସାଇଲେଣ୍ଟରେ ଶୁଣୁଥିବ। ଏପଟେ ଗୁଣ୍ଡା ସାଇଡ଼୍ରେ ଥିବ, ଗୁଣ୍ଡା ଖାଲି ଥରୁଥିବ। ଦ୍ୟାଟ୍ସ ମିନ୍ସ ଏ ଗୁଣ୍ଡା କହୁଥିବ କି ଇଏ ମୋତେ କହିଥିଲେ କି ମାରିବା ପାଇଁ, ଆଉ ଆମେ ଦୁଇ ଜଣ ମିଶିକି ଯାଇଥିଲୁ ମାରିବା ପାଇଁ। ଆଉ ରାମ ଚିକିକୁ ମାରିବା ପାଇଁ ଆମେ ଦୁଇ ଜଣ, ରୋହି ମୁଁ ଯାଇଥିଲୁ ମାରିବା ପାଇଁ। ପୁଣି ଏହି ସମୟରେ ରୋହି କୁହେ କି ପ୍ଲିଜ୍ ତମେ ପାଟି ବନ୍ଦ କର। ଗୁଣ୍ଡା କହିବେ କି ଇଏ ଗୁଣ୍ଡା ହିଁ ଦିଦିଙ୍କୁ ମାରିବାକୁ ଚେଷ୍ଟା କରୁଥିଲା, ଆଉ ମୁଁ ଯାଇଥିଲି ଦିଦିଙ୍କୁ ବଞ୍ଚାଇବାକୁ। ଆଉ ଇଏ ଗୁଣ୍ଡା ବହୁତ ମୋତେ ବ୍ଲାକମେଲ୍ କଲା ଭଳିଆ କଲା, ଆଉ ତା କଥାରୁ ପଡ଼ିକି ମୁଁ ଏମିତି କରିଥିଲି। ପୁଣି ଏହି ସମୟରେ ପୋଲିସ ମାନେ କହିବେ କି ଠିକ୍ ଅଛି, ଗୁଣ୍ଡାକୁ ସର୍ଚ୍ଚ କର। ଏମିତି କହିକି ଗୁଣ୍ଡାକୁ ଟୋଟାଲି ଚେକ୍ କରିବେ, କିନ୍ତୁ ଗୁଣ୍ଡାଙ୍କ ପାଖରେ କିଛି ପାଇବେନି। ଆଉ ଏହି ସମୟରେ ଏପଟେ ଯେତେବେଳେ ରୋହି ରାଗି ଯାଇ କହିବ କି ଇଏ ଗୁଣ୍ଡା ହିଁ ସବୁ କିଛି କରିଛି, ଏ ଗୁଣ୍ଡା ହିଁ ହତିଆର ଧରିଛି, ଆଉ ଗୁଣ୍ଡା ମାରିବାକୁ ଚେଷ୍ଟା କରୁଥିଲା, ମୁଁ ଦିଦିକୁ ବଞ୍ଚାଇବାକୁ ଯାଉଥିଲି କି ପ୍ଲିଜ୍ ଆଉ କିଛି ନୁହଁ, ଦ୍ୟାଟ୍ସ ଫାଇନାଲ୍। ପୁଣି ଏହି କଥା ଶୁଣିକି ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ଆଉ ରୋହି ବହୁତ ଆକ୍ଟିଂ କରିବ, କାନ୍ଦିଲା ଭଳି ଆକ୍ଟିଂ କରିବ, ନାଚିଲା ଭଳିଆ ସବୁ କିଛି ଆକ୍ଟିଂ ହିଁ କରୁଥିବ। ଏ କଥାକୁ ଦେଖିକି ରାମ ଅଗସ୍ତ୍ୟ ବିଶ୍ୱାସ କରିପାରୁନଥିବ କ'ଣ କରିବି କ'ଣ ନାହିଁ। ପୁଣି ଏହି ସମୟରେ ସଡ଼ନ୍ ଯେତେବେଳେ ସବୁ ମିଛ କହୁଥିବ, ଏହି ସେତେବେଳେ ଚିକି ଯେତେବେଳେ ଆସି କହିବ କି ଶାଟ୍ ଅପ୍ ୟୋର୍ ମାଉଥ୍, ତମେ ପାଟି ବନ୍ଦ କର, ବୁଝିଲ ନା? ଆରେ ତମେ ଯାହା ବି କିଛି ସବୁ କହୁଛ ସବୁ ମିଛ କହୁଛ। ତମେ ମୋତେ ଆସି ସେଠି ବଞ୍ଚାଇବାକୁ ଆସିନଥିଲ, ବରଂ ତମେ ମାରିବାକୁ ଆସିଲ, ବୁଝିଲ ନା? ଦ୍ୟାଟ୍ସ ଫାଇନାଲ୍। କିନ୍ତୁ ଏଇ ଟାଇମ୍ରେ ଯେତେବେଳେ କି ଚିକି ଆଗକୁ ଆସିବ ଆଉ କହିବ ତମେ ମୋତେ ମାରିବାକୁ କହିଥିଲ, କିନ୍ତୁ ରୋହି କହିବ କି ଦିଦି ନା, ତମେ ମୋତେ ଭୁଲ ବୁଝୁଛ, ମୁଁ ତୁମକୁ ମାରିବାକୁ ନାହିଁ, ମୁଁ ତୁମକୁ ବଞ୍ଚାଇବାକୁ ଆସିଥିଲି। ଦ୍ୟାଟ୍ ରାଇଟ୍ ଆନ୍ସର୍। ଆଉ ଏଇଟା ହେଉଛି ଏ ଗୁଣ୍ଡା ମୋତେ କହିଥିଲା ବୋଲି ମୁଁ ସେମିତି କରିଥିଲି। ପୁଣି ଗୁଣ୍ଡା କଥା ସମସ୍ତେ ମାନିବେ। ଏହି ସମୟରେ ତାଙ୍କେ ଭାବୁଥିବେ, ଏହି ସମୟରେ ଚିକି ସ୍ପିଡ଼୍ ଆଗକୁ ପଳାଇବାକୁ ଆସିବ, ତା ରକ୍ତ ଗରମ ହେଇଯିବ। ଆଉ ଚିକି କହିବ କି ବନ୍ଦ କର, ଇଏ ରୋହି ସମସ୍ତଙ୍କୁ ମିଛ କହୁଛି, ଇଏ ମୋତେ କାର୍ ଡୋର୍ ଭିତରେ ଲକ୍ କରିଦେଇଥିଲା, ଆଉ ଲକ୍ କରିକି ଆଉ ବାହାରକୁ ଆସିଥିଲା। ଆଉ ଲକ୍ କରିକି ଆସିଥିଲା ତ ସେହି ସମୟରେ ମମି ମୋତେ ସାହା ହେଇଥିଲା, ମମି ମୋ ଇଂଲିଶ ମିଡ଼ିୟମକୁ ପଠାଇଥିଲେ, ଆଉ ଇଂଲିଶ ମିଡ଼ିୟମ ମୋତେ ବଞ୍ଚାଇଛନ୍ତି, ନହେଲେ ତ ମୁଁ ସେଇ କାର୍ ଡୋର୍ରେ ଲକ୍ ହୋଇ ମରିଯାଇଥାନ୍ତି।